ଜୟ ଜଗନ୍ନାଥ ସାଙ୍ଗମାନେ, ଆଜିର ଏହି କାହାଣୀ କାଳାଂଶକୁ ଆପଣମାନଙ୍କୁ ସ୍ୱାଗତ ଏବଂ ଅଭିନନ୍ଦନ। ଆଜି ଆମେ ଆଉ ଗୋଟିଏ କାହାଣୀ ଶୁଣିବା। କାହାଣୀର ନାମ ହେଲା ଶିବାଜୀଙ୍କ ଗୁରୁଭକ୍ତି। ଏହା ପ୍ରଭାତ ଶ୍ରେଣୀ ଶିଶୁମାନଙ୍କ ପାଇଁ। ଏବେ ଆସନ୍ତୁ କାହାଣୀଟିକୁ ଶୁଣିବା। କାହାଣୀକୁ ବାରମ୍ବାର ଶୁଣିବା ଏବଂ ଶିଶୁମାନଙ୍କୁ ଶୁଣାଇବା। କାହାଣୀ ଶିବାଜୀଙ୍କ ଗୁରୁଭକ୍ତି। ଗୁରୁ ରାମଦାସଙ୍କ ଆଶ୍ରମରେ ଅନେକ ଶିଷ୍ୟ ଥିଲେ। ଦିନେ ରାମଦାସ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ଠିକ୍ କଲେ। ସେ ତାଙ୍କ ଖଟ ଉପରେ ଶୋଇ ରହିଲେ। ଶିଷ୍ୟମାନେ ସମସ୍ତେ ଆସି ତାଙ୍କ ପାଖରେ ପହଞ୍ଚିଲେ। ରାମଦାସ କହିଲେ, ମୋ ଦେହ ବହୁତ କଷ୍ଟ ହେଉଛି। କେହି ଜଣେ ଚେଷ୍ଟା କରି ମୋ ଦେହ ଭଲ କରିଦିଅ। ଶିଷ୍ୟମାନେ ବ୍ୟସ୍ତ ହୋଇ ପଡ଼ିଲେ। କିଏ ଗୁରୁଙ୍କ ପାଦ ଚିପିଦେଲା ତ କିଏ ହାତ ଚିପିଦେଲା, କିଏ କହିଲା ବୈଦ୍ୟରାଜଙ୍କୁ ଡାକି ଆଣ। ଶେଷରେ ଗୁରୁଜୀ କହିଲେ, ବୈଦ୍ୟଙ୍କୁ ଡାକିବା କିଛି ଦରକାର ନାହିଁ। ମୋ ବାମ ହାତରେ ଖଣ୍ଡିଆ ହୋଇ ବିଷ ଚରିଯାଇଛି। ତୁମ ଭିତରୁ ଜଣେ ପାଟି ଲଗାଇ ବିଷତକ ଶୋଷି ନେଲେ କଷ୍ଟ କମିଯିବ। ଶିଷ୍ୟମାନେ ବଡ଼ ଅଡ଼ୁଆରେ ପଡ଼ିଲେ। ଖଣ୍ଡିଆ ଘାକୁ ସିନା ଅଦାକନାରେ ଧୋଇ ହେବ, ହେଲେ ପାଟି ଲଗାଇ କେମିତି ସଫା କରିବ? ସମସ୍ତଙ୍କୁ ଅସନା ଲାଗିଲା। ଗୁରୁଙ୍କ ଘାକୁ ପାଟିରେ ଲଗାଇ ଶୋଷିବା ପାଇଁ କେହି ଆସିଲେ ନାହିଁ। ଗୁରୁ ଯନ୍ତ୍ରଣାରେ ଚିତ୍କାର କରୁଥିଲେ। ଏହି ସମୟରେ ଶିବାଜୀ ଆସି ପହଞ୍ଚିଲେ। ଶିବାଜୀ ଗୁରୁ ରାମଦାସଙ୍କୁ ବହୁତ ଭକ୍ତି କରନ୍ତି। ସେ ଗୁରୁଜୀଙ୍କ ପାଖକୁ ଯାଇ କଷ୍ଟର କାରଣ ପଚାରିଲେ। ରାମଦାସ ଶିବାଜୀଙ୍କୁ ତାଙ୍କ ଘାଟିକୁ ଦେଖାଇଲେ। ଶିବାଜୀ ସଙ୍ଗେ ସଙ୍ଗେ ରାମଦାସଙ୍କ ବାମ ହାତକୁ ଧରିଲେ। ରାମଦାସ କହିଲେ, ଘାରେ ବହୁତ ବିଷ ଅଛି। ତୁମେ ବିଷ ଶୋଷିବା ଠିକ୍ ହେବ ନାହିଁ। ଶିବାଜୀ ଗୁରୁଙ୍କ କଥା ନ ଶୁଣି ଘାକୁ ଶୋଷିବାକୁ ଲାଗିଲେ। ଗୁରୁଜୀ ଶିବାଜୀଙ୍କୁ ଛାତିରେ ଲଗାଇ ଆଶୀର୍ବାଦ କଲେ। ତାପରେ କହିଲେ, ମୁଁ ତୁମମାନଙ୍କୁ ପରୀକ୍ଷା କରିବା ପାଇଁ ମହୁର ଏକ ଥଳି ହାତରେ ବାନ୍ଧିଥିଲି। ଗୁରୁଜୀଙ୍କ କଥା ଶୁଣି ସବୁ ଶିଷ୍ୟମାନେ ଲାଜରେ ମୁଣ୍ଡ ତଳକୁ ପୋତିଦେଲେ। ଏବେ କିଛି ଛୋଟ ଛୋଟ ପ୍ରଶ୍ନ ଶିଶୁଙ୍କୁ ପଚାରିବା ଏବଂ ଶିଶୁ ଯେପରି ପୂର୍ଣ୍ଣ ବାକ୍ୟରେ ଉତ୍ତର ଦେବେ ସେଥିପ୍ରତି ଧ୍ୟାନ ଦେବା। ଯେପରି ପ୍ରଶ୍ନ ହେଲା, ଶିବାଜୀଙ୍କ ଗୁରୁ କିଏ ଥିଲେ? ଶିବାଜୀଙ୍କ ଗୁରୁ ରାମଦାସ ଥିଲେ। ରାମଦାସ ଦିନେ କ'ଣ ଠିକ୍ କଲେ? ରାମଦାସ ଦିନେ ଶିଷ୍ୟମାନଙ୍କୁ ପରୀକ୍ଷା କରିବା ପାଇଁ ଠିକ୍ କଲେ। ଏହିପରି ଭାବରେ ଆମେ ଆହୁରି ଅନେକ କିଛି ଛୋଟ ପ୍ରଶ୍ନ ଶିଶୁମାନଙ୍କୁ ପଚାରିବା ଏବଂ ଶିଶୁମାନଙ୍କ ଠାରୁ ପୂର୍ଣ୍ଣ ବାକ୍ୟରେ ଉତ୍ତର ଶୁଣିବା। ଯଦି ଶିଶୁମାନେ ପୂର୍ଣ୍ଣ ବାକ୍ୟରେ କହି ନ ପାରନ୍ତି, ତେବେ ଆମେ ସେମାନଙ୍କୁ ସାହାଯ୍ୟ କରିବା। ଧନ୍ୟବାଦ।